ମଧୁବାବୁ ପେନସନ ଯୋଜନା ମାଧ୍ୟମରେ ଭତ୍ତା ପାଉଥିବା ସମସ୍ତ ହିତାଧିକାରୀମାନଙ୍କ ପାଇଁ ଆସିଲା ବଡ଼ ଖବର। ପୁଣି ମୋହନ ସରକାରଙ୍କର ବଡ଼ ଭେଟି। 60 ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ 3000 ଟଙ୍କା। କେବେଠାରୁ ମିଳିବ, କ'ଣ ରହିଛି ତା'ର ସମ୍ପୂର୍ଣ୍ଣ ଡିଟେଲ୍ସ ଇନଫର୍ମେସନ୍ଟି ଆସନ୍ତୁ ଦେଖିବା। ତା ପୂର୍ବରୁ ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଅପସନ୍ କରିନିଅନ୍ତୁ, ଯାହାଦ୍ୱାରା ଆଗକୁ ହେଲ୍ପଫୁଲ୍ ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବେ ମୋହନ ସରକାର। ବଢ଼ାଇବେ ଭତ୍ତା ଟଙ୍କା। କାହାକୁ ମିଳିବ କେତେ? ମଧୁବାବୁ ପେନସନ ଯୋଜନାରେ ବଢ଼ିଲା ହିତାଧିକାରୀଙ୍କ ଭତ୍ତା। ହିତାଧିକାରୀଙ୍କ ଭତ୍ତା ରାଶି 3500 ଟଙ୍କା ବୃଦ୍ଧି। ପୁଣି ରାଜ୍ୟବାସୀଙ୍କୁ ବଡ଼ ଭେଟି ଦେବାକୁ ଯାଉଛନ୍ତି ମୋହନ ସରକାର। ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ ଗୋଟେ ବଡ଼ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ସବୁ ବର୍ଗର ବିକାଶ ଦିଗରେ ବିଶେଷ ଧ୍ୟାନ ଦେଉଥିବା ସରକାର ପୁଣି ଥରେ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଏହି କ୍ରମେ କେଉଁମାନେ ଅଧିକ ଲାଭବାନ ହେବେ ଆସନ୍ତୁ ଜାଣିବା। ଖୁବ୍ ଶୀଘ୍ର ଆସିବ ବଡ଼ ଖବର। 60 ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ 3000 ଟଙ୍କା ଭତ୍ତା। 80 ବର୍ଷରୁ ଅଧିକ ବୟସଙ୍କୁ ମିଳିବ 3500 ଟଙ୍କା। ଖୁବ୍ ଶୀଘ୍ର ସରକାର ନେଇପାରନ୍ତି ନିଷ୍ପତ୍ତି। ସମସ୍ତଙ୍କୁ 3000 ଟଙ୍କାରୁ ଅଧିକ ଭତ୍ତା ଦେବାକୁ ସରକାର ଯୋଜନା କରୁଛନ୍ତି। 80 ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ 3500 ଟଙ୍କା ଓ ଦିବ୍ୟାଙ୍ଗଙ୍କୁ ମଧ୍ୟ 3500 ଟଙ୍କାରୁ ଅଧିକ ମିଳିବ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ଖୁବ୍ ଶୀଘ୍ର ସରକାର ନିଷ୍ପତ୍ତି ନେଇପାରନ୍ତି। ବିଜେପି ପକ୍ଷରୁ ଏନେଇ ପ୍ରଶ୍ନ କରାଯାଇଛି। ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ରାଜ୍ୟ ସରକାର। ରାଜ୍ୟରେ ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ସରକାର ପୂର୍ବରୁ 28,61,000 ହିତାଧିକାରୀ ଥିବାବେଳେ ଏବେ 4,13,000 ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଓ ମୋ ସରକାର ଫିଡ୍ ବ୍ୟାପକ ଆଧାର ନିଷ୍ପତ୍ତିରେ ନେଇଛନ୍ତି ସରକାର। ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା ରାଶି। ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ରାଶି ବଣ୍ଟନ ନେଇ ହୋଇଛି ବ୍ୟବସ୍ଥା। ହିତାଧିକାରୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ବଢ଼ିବ କି ଭତ୍ତା ରାଶି ବୋଲି ପୂର୍ବରୁ ପ୍ରଶ୍ନ ଉଠିଥିଲା, ଯାହାକୁ ନେଇ ବର୍ତ୍ତମାନ ବଡ଼ ଘୋଷଣା ହେବାକୁ ଯାଉଛି। ପୂର୍ବରୁ ବିଧାନସଭା ସମେତ ବିଭିନ୍ନ ଫର୍ମରେ ଭତ୍ତା ରାଶି ବଢ଼ିବା ନେଇ ଦାବି ଉଠିଛି। ସରକାର ବି ଏ ଦିଗରେ ସକାରାତ୍ମକ ଥିବା ପୂର୍ବରୁ କୁହାଯାଉଛି। ଅନ୍ୟ ରାଜ୍ୟରେ ଭତ୍ତା ରାଶି ବଢ଼ୁଥିବାରୁ ଓଡ଼ିଶାରେ ବି ଖୁବ୍ ଶୀଘ୍ର ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି। ସେମାନଙ୍କୁ ଏକ ସମାନ ସମସ୍ତିଙ୍କ ପେମେଣ୍ଟ ଦେଇପାରିବେନି, ତେବେ ଓଡ଼ିଶାର ସମସ୍ତ ଆର୍ଥିକ ସ୍ଥିତିକୁ ଦେଖିକି ସେମାନେ ଭତ୍ତା ରାଶି ବଢ଼ାଇବେ। ତ ଫ୍ରେଣ୍ଡସ୍, ଇଏ ଥିଲା ଆପଣମାନଙ୍କ ପାଇଁ ଛୋଟ ଭିଡ଼ିଓ ଅପଡେଟ୍। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ଆପଣମାନେ ଗୋଟେ ଲାଇକ୍ କରନ୍ତୁ, ହ୍ୱାଟ୍ସଆପ୍ରେ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ଅପସନ୍ କରିନିଅନ୍ତୁ, ଯାହାଦ୍ୱାରା ଆଗକୁ ହେଲ୍ପଫୁଲ୍ ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନେ ପାଇପାରିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।